ଏଇ କିଛି ଦିନ ହେଇଯିବ ଓଡ଼ିଶାରେ ଗୁଟକା ଆଉ ତମ୍ବାଖୁ ବେନ୍ କରାଯାଇଛି। କିନ୍ତୁ କଣ ସତରେ ବେନ୍ ହେଇଯାଇଛି? କଣ କୌଣସି ଦୋକାନରେ ଗୁଟକା ଆଉ ତମ୍ବାଖୁ ମିଳୁନି? ହଁ, ଏବେ ଯୋଉମାନେ ଉପରେ ଟାଙ୍ଗିକି ବିକୁଥିଲେ ଗୁଟକା ଆଉ ତମ୍ବାଖୁ ସେମାନେ ଉପରେ ଟାଙ୍ଗୁନାହାନ୍ତି, କିନ୍ତୁ ଭିତରେ ତଳେ ଡବାରେ ରଖା ହଉଛି ଗୁଟକା ଆଣ୍ଡ ତମ୍ବାଖୁ। ଠିକ ଅଛି। ଯୋଉ ଗୁଟକାର ଦାମ 5 ଟଙ୍କା ଥିଲା, ବର୍ତ୍ତମାନ ସେଇ ଗୁଟକାର ଦାମ ବଢି ଯାଇଛି, 5 ଟଙ୍କାରୁ ଅଧିକ ହେଇଯାଇଛି। କିନ୍ତୁ କଣ ଗୁଟକା ବନ୍ଦ ହେଇଯାଇଛି କି? ପ୍ରଥମେ ଗୁଟକା ବେନ୍ କରିବା ପୂର୍ବରୁ ଯୋଉମାନେ ଖାଉଛନ୍ତି ନା ସେମାନଙ୍କୁ ସଚେତନ କରିବା ଦରକାର। ଠିକ ଅଛି, ତମମାନେ ଏବେ କ୍ୱେଶ୍ଚନ କରିବ କି ଗୁଟକା ପ୍ୟାକେଟ୍ସ ଉପରେ ସବୁ କିଛି ଛପା ହଉଛି ଫିର ବି ଲୋକମାନେ ଖାଉଛନ୍ତି। ତ ସେଇଟା ବର୍ତ୍ତମାନ ବେନ୍ କରିଦେଲେ ବି ତ ଲୋକମାନେ ଖାଉଛନ୍ତି, ତେଣୁକରି ଏଠି ବେନ୍ କରିବାର ଫାଇଦା କଣ ରହିଲା? ଆଜି ମୁଁ ନ୍ୟୁଜ ଦେଖିଥିଲି କି ଯୋଉଥିରେ ନିକୋଟିନ୍ ନଥିବ ସେଗୁଡାକ ସବୁ ବିକ୍ରି କରାଯାଇ ପାରିବ। ଠିକ ଅଛି। ତ ଯେତେବେଳେ ଆମର କିଛି ସରକାରଙ୍କୁ ପଇସା ଦରକାର ପଡୁଛି ସେତେବେଳେ ସେ କିଛି କିଛି ନୂଆ ଆଇନ ନେଇକି ପଳେଇ ଆସୁଛନ୍ତି କି ଗୁଟକା ବେନ୍ କରିଦିଅ, ଯିଏ ଗୁଟକା ବିକୁଛି ତାକୁ ଫାଇନ ପକାଅ। ଠିକ ଅଛି, ତମମାନେ ଗୁଟକା ଯିଏ ବିକୁଛି ତା ଉପରେ ଫାଇନ ପକଉଛ, ତାହେଲେ ଗୁଟକା ଯିଏ ତିଆରି କରୁଛି ସେ କମ୍ପାନୀ ଉପରେ କଣ ପାଇଁ ଫାଇନ ପକଉନ? ତାକୁ କଣ ପାଇଁ ଲାଇସେନ୍ସ ଦଉଛ? ସିଏ ମାନୁଫ୍ୟାକ୍ଚର କରୁଛି, ଗୁଟକା ତିଆରି ହେଲାକୁ ସିନା ବିକ୍ରି ହଉଛି। ଗୁଟକା ଯିଏ ଖାଉଛନ୍ତି ବିଲି ସିନା ଦୋକାନରେ ବିକ୍ରି କରୁଛି। ତାହେଲେ ଏଠି ଗୋଟେ ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଦରକାର ସମସ୍ତଙ୍କର। କେବଳ ଗୁଟକାଟାକୁ ବେନ୍ କରିଦେଲେ କିଛି ସମାଧାନ ନୁହଁ। ସମାଧାନ କରିବାର ଅଛି ଯଦି ଯିଏ କମ୍ପାନୀ ଗୁଟକା ବନଉଛି, ଯୋଉମାନେ ଖାଉଛନ୍ତି, ବାସ୍ ଏମାନଙ୍କୁ ବି ସଚେତନ କରିବାର ଅଛି। ଏମାନଙ୍କୁ ବି ଫାଇନ ପକେଇବାର ଅଛି। ଯିଏ ଗୁଟକା ଖାଉଛି ତା ଉପରେ ବି ଫାଇନ ଲଗାଅ, ନାଇଁ କି ଯିଏ ଗୁଟକା ବିକୁଛି ତାକୁ ଫାଇନ ପକାଅ। ଲୋକମାନେ ଚାହୁଁଛନ୍ତି ବିଲିକି ସିନା ସେ ଗୁଟକା ବିକୁଛନ୍ତି। ବର୍ତ୍ତମାନ ଦେଖ ଗୁଟକା ତ ବେନ୍ ହେଇଗଲା, ଫିର ବି ଲୋକମାନେ ଯାଇକି ଦୋକାନରେ ଗୁଟକା ମାଗୁଛନ୍ତି। ଯେହେତୁ ଗୁଟକା ବର୍ତ୍ତମାନ ବେନ୍ ହେଇଗଲା, ଗୁଟକାର ଡିମାଣ୍ଡ ସେଇଭଳିଆ ଅଛି କିନ୍ତୁ ସପ୍ଲାଇ କମି ଯାଇଛି। ସେଥିପାଇଁ କଣ କରୁଛନ୍ତି, ଗୁଟକାର ଦାମ ସେମାନେ ବଢେଇ ଦଉଛନ୍ତି। ଯୋଉ ଗୁଟକାର ଦାମ 5 ଟଙ୍କା ଥିଲା ସେଇଟାକୁ ବର୍ତ୍ତମାନ ସେ ଅଧିକ ରେଟରେ ବିକୁଛନ୍ତି। କିନ୍ତୁ ଗୁଟକା, ତମ୍ବାଖୁ, ସିଗରେଟ ସବୁ ବିକ୍ରି ହଉଛି, କିଛି ବେନ୍ ହେଇନାହିଁ। ବାସ୍ ଏଟା ଉପରେ ବିକ୍ରି ହଉନି, ବର୍ତ୍ତମାନ ଭିତରେ ଗଳା ବାଟ ଦେଖି ସବୁ ବିକ୍ରି ହଉଛି। ବୁଝିହେଲା କି ନାଇଁ? ତେଣୁକରି ଯଦି କିଛି ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି, ସଚେତନ କରିବା ପାଇଁ ଚାହୁଁଛନ୍ତି, ସରକାର ପ୍ରଥମେ ଯୋଉ କମ୍ପାନୀ ମାନେ ଆକୁ ତିଆରି କରୁଛନ୍ତି ସେଇ କମ୍ପାନୀ ମାନଙ୍କୁ ଫାଷ୍ଟ ବ୍ୟାନ୍ କରିକି ବନ୍ଦ କରିଦେବା ଦରକାର। ନାଇଁ କି ଖାଲି ଗୁଟକାକୁ ବ୍ୟାନ୍ କରିଦିଅ, ଗୋଟେ ଗୋଟେ ଖାଲି ନେଇ ଆସ, ଆଇନ ନେଇ ଆସ, ବାସ୍ ଫାଇନ କାଟିଦିଅ। ଏମିତି ଫାଇନ କାଟିଦେଲେ କିଛି ହବନି। ଠିକ ଅଛି। ପ୍ରଥମେ ଯିଏ ଗୁଟକା ମାନୁଫ୍ୟାକ୍ଚର କରୁଛି ତାକୁ ବନ୍ଦ କରନ୍ତୁ। ଆଉ କେବଳ ଗୁଟକା ହିଁ କ୍ୟାନ୍ସର କରୁନି, ମଦ ବି କ୍ୟାନ୍ସର କରୁଛି। ତାହେଲେ ଯଦି ଆପଣଙ୍କ ପାଖରେ ଶକ୍ତି ଅଛି ତାହେଲେ ମଦ କାଉଣ୍ଟର ମାନଙ୍କୁ ବନ୍ଦ କରନ୍ତୁ। ଯୋଉ ଲାଇସେନ୍ସ ଦଉଛନ୍ତି ମଦ କାଉଣ୍ଟର ଖୋଲିବା ପାଇଁ ସେ ଲାଇସେନ୍ସକୁ ବି ଆପଣ ରଦ୍ଦ କରନ୍ତୁ। ଠିକ ଅଛି। କେବଳ ଗୁଟକାଟା କେବଳ କ୍ୟାନ୍ସର କାରଣ ନୁହେଁ, ମଦ ବି ସେଥିରେ ଅଛି। ଠିକ ଅଛି, ମଦକୁ ବି ବନ୍ଦ କରି ଦେଖାନ୍ତୁ, ଦେଖିବା ଆପଣଙ୍କର କେତେ ଶକ୍ତି ଅଛି, ଆମେ ଦେଖିବାନି? ଆପଣ ମାନେ ଥରେ ବିଚାର କରନ୍ତୁ, କେବଳ ଗୁଟକାଟା ବନ୍ଦ କରିଦେଲେ କ୍ୟାନ୍ସର ବନ୍ଦ ହେଇଯିବ, ତା ସହିତ ମଦ ବି ଅଛି। ତାହେଲେ ମଦକୁ ବ୍ୟାନ୍ କରିବା ପାଇଁ ବି ଆପଣ ଆୱାଜ ଉଠାନ୍ତୁ। ଆପଣ ଥରେ ବିଚାର କରନ୍ତୁ, ଆପଣଙ୍କ ହାତରେ ଆପଣଙ୍କ ଦେଶ ଅଛି। ଜୟ ଜଗନ୍ନାଥ।